ଜାଗର ବାସି ଦିନ କାହିଁକି ଖିଆଯାଏ କଲରା? କଲରା ଖାଇଲେ କ'ଣ ହୁଏ? କାହିଁକି ଏ ଜାଗର ବାସି ଦିନ କଲରା ଖିଆଯାଏ? ହଁ ଦର୍ଶକ ବନ୍ଧୁ, ମୋ ପବିତ୍ର ସ୍ୱାଗତ କରୁଛି ଆଜିର ଏକ ନୂଆ ଅଧ୍ୟାୟକୁ। ଦର୍ଶକ ବନ୍ଧୁ, ଆଜି ଆମେ ଜାଣିବା ଯେ ଜାଗର ବାସି ଦିନ କାହିଁକି କଲରା ଖିଆଯାଏ, ଏହାର ଗୁପ୍ତ ରହସ୍ୟ କ'ଣ? ଦର୍ଶକ ବନ୍ଧୁ, ଭିଡ଼ିଓଟିକୁ ଆରମ୍ଭରୁ ଶେଷ ଯାଏ ଦେଖିବେ ଏବଂ ଭିଡ଼ିଓକୁ ଗୋଟେ ଲାଇକ୍ କରିନଥିଲେ ଭିଡ଼ିଓକୁ ଲାଇକ୍ କରି ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବେ, ଯାହାଫଳରେ କି ମୋ ଚ୍ୟାନେଲରେ ଯାହା ବି ଏହିଭଳି ସୁନ୍ଦର ସୁନ୍ଦର ପୌରାଣିକ ରହସ୍ୟମୟ ଭିଡ଼ିଓ ପଡ଼ିବ ଆପଣମାନେ ସର୍ବପ୍ରଥମେ ଦେଖିପାରିବେ। ଦର୍ଶକ ବନ୍ଧୁ, ଆପଣମାନେ ଜାଣିନଥିବେ ପ୍ରାୟ 100% ଲୋକ ଯେ ଜାଗର ବାସି ଦିନ କଲରା ଖିଆଯାଏ। କାହିଁକି ଏ ଜାଗର ବାସି ଦିନ କଲରା ଖିଆଯାଏ? କଲରା ଖାଇଲେ କ'ଣ ହୋଇଥାଏ? କାହିଁକି ଏ କଲରା ଖିଆଗଲା ଏବଂ କଲରା ଗଛଟି କେମିତି ଉତ୍ପନ୍ନ ହେଲା, ସେ ବିଷୟରେ ଆଜି ଆମେ ଜାଣିବା। ଦର୍ଶକ ବନ୍ଧୁ, ଆପଣମାନେ ସମସ୍ତେ ଅଳ୍ପ ବହୁତ ପୁରାଣ ପଢ଼ିଥିବେ ଏବଂ ଶୁଣିଥିବେ ମଧ୍ୟ। ସେ ପୁରାଣ ମଧ୍ୟରୁ ହିଁ ଆମେ କହିବା, ଅନ୍ୟ କେଉଁଠି କହିବାର ନାହିଁ। ତ ଦର୍ଶକ ବନ୍ଧୁ, ଆପଣମାନେ ସତ୍ୟ ଯୁଗରେ ଜାଣିଥିବେ ଯେ ସମୁଦ୍ର ମନ୍ଥନ ହୋଇଥିଲା। ଯେତେବେଳେ ସମୁଦ୍ର ମନ୍ଥନ ଦାନବ ଏବଂ ଦେବତାମାନଙ୍କ ଦ୍ୱାରା ହୋଇଥିଲା, ସେଠି ଏକ ପର୍ବତକୁ ରଖି ମନ୍ଥନ କରାଯାଇଥିଲା ଏବଂ ତଳେ ଭଗବାନ ନାରାୟଣ ମଧ୍ୟ ସେଠାରେ ସେ କଚ୍ଛପ ରୂପ ଧାରଣ କରି ସେ ପାହାଡ଼ର ତଳେ ମୂଳ ମେରୁ ରୂପରେ ରହିଥିଲେ। ତ ସେ ସମୁଦ୍ର ମନ୍ଥନରୁ ଅନେକ କିଛି ଜିନିଷ ବାହାରିଥିଲା, ଯେମିତିକି ମା ଲକ୍ଷ୍ମୀ, ଅଷ୍ଟରତ୍ନ, ଅଷ୍ଟଧାତୁ, ଏମିତି ଅନେକ ଅପ୍ସରା ବାହାରିଥିଲେ। କିନ୍ତୁ ଶେଷରେ ଅମୃତ ବାହାରିବା ପୂର୍ବରୁ ହଳାହଳ ଗରଳ ବା ବିଷ ବାହାରିଥିଲା। ତେଣୁ ସେ ବିଷକୁ କେହି ପାନ କରିନଥିଲେ। କିନ୍ତୁ ଭଗବାନ ଶିବ ଶଙ୍କର, ଯିଏକି ଜଗତକୁ ରକ୍ଷା କରିବା ନିମନ୍ତେ ସେ ବିଷକୁ ସିଏ ନିଜ ଗର୍ଭକୁ ପିଇଥିଲେ। ତ ଭଗବାନ ଶିବ ଯେତେବେଳେ ସେହି ହଳାହଳ ବିଷକୁ ଗର୍ଭକୁ ପିଇଲେ, ସେତେବେଳେ ଭଗବାନ ଶିବ ଶଙ୍କର ଅଚେତ ହୋଇ ପଡ଼ିଥିଲେ ଏବଂ ଯେମିତିକି ତାଙ୍କ ଶରୀରରୁ ଜୀବନ ଛାଡ଼ିବା ଉପରେ ମଧ୍ୟ ବସିଥିଲା। ସେହି ସମୟରେ ତାକୁ ରାତ୍ରିର ପ୍ରଥମ ପ୍ରହରରେ ଭଗବାନ ଶିବଙ୍କ ଶରୀରରେ ଘିଅ ଏବଂ ଦହି କ୍ଷୀରରେ ତାଙ୍କୁ ଗଧାଗଲା, କିନ୍ତୁ ତଥାପି ଭଗବାନ ଶିବଙ୍କର ଚେତା ଫେରିଲା ନାହିଁ। ଦ୍ୱିତୀୟରେ ତାଙ୍କ ମସ୍ତକରେ ଗଙ୍ଗାକୁ ରଖାଗଲା ଏବଂ କଣ୍ଠରେ ସାପକୁ ଗୋଡ଼ାଗଲା। ଯେହେତୁ ଗଙ୍ଗା ମୁଣ୍ଡରେ ରହିଲେ ତାଙ୍କ ମୁଣ୍ଡ ଥଣ୍ଡା ରହିବ, ତେଣୁ ଗଙ୍ଗାକୁ ରଖାଗଲା। ସାପର ପେଟଟି ସେ ମଧ୍ୟ ଥଣ୍ଡା, ଯେହେତୁ ତାକୁ ଗଳାରେ ରଖିଲେ ବିଷ ଆଉ ତଳକୁ ଖସିବ ନାହିଁ। ତେଣୁ ସେଥିପାଇଁ ସାପକୁ ଭଗବାନ ଶିବଙ୍କ ବେକରେ ରଖାଗଲା। ତ ତଥାପି ମଧ୍ୟ ଭଗବାନ ଶିବଙ୍କର ଚେତା ଆସିଲା ନାହିଁ କି ସେ ଚେତା ହେଲେ ନାହିଁ। ତାପରେ ସମସ୍ତ ଦେବତାମାନେ ଆଶ୍ଚର୍ଯ୍ୟ ହୋଇଗଲେ ଯେ ଭଗବାନ ଶଙ୍କର କେମିତି ବଞ୍ଚିବେ। ତାଙ୍କ ପାଖରେ ମାତା ପାର୍ବତୀ ବସି କାନ୍ଦିଥାନ୍ତି ଏବଂ ଶେଷରେ ନିରାଶ ହୋଇ ସେ ଏକ ଅଖଣ୍ଡ ଦୀପକୁ ତାଙ୍କ ମୁଣ୍ଡଶାଳରେ ଜଳେଇଲେ ଏବଂ ସେହିଠାରେ ବସି ରହିଲେ। କିନ୍ତୁ ତଥାପି ମଧ୍ୟ ଭଗବାନ ଶଙ୍କର ଚେତା ଆସିଲା ନାହିଁ। ତ ଏହି ସମୟରେ
ଭଗବାନ ନାରାୟଣ ଆସି ଭଗବାନ ଶିବଙ୍କ କର୍ଣ୍ଣରେ ରାମ ନାମ ମୃତ୍ୟୁଞ୍ଜୟ ମହାମନ୍ତ୍ର 3 ଥର ଉଚ୍ଚାରଣ କଲେ। ତ ସେଇ ରାମ ନାମ ମହାମନ୍ତ୍ରର ଏତେ ଶକ୍ତି ଏତେ ତେଜ ଯେ ଭଗବାନ ଶଙ୍କର ସଙ୍ଗେ ସଙ୍ଗେ ଉଠି ବସିଲେ ଏବଂ ସମସ୍ତେ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ଯେ ଯେଉଁ କାମକୁ ସାରା ସମସ୍ତ ଦେବତାମାନେ ମଧ୍ୟ କରିପାରିଲେ ନାହିଁ, ସେହି କାର୍ଯ୍ୟକୁ ଏକ ରାମ ନାମ ଶବ୍ଦ ଯିଏକି ମନ୍ତ୍ର, ସେ ମନ୍ତ୍ର ଦ୍ୱାରା ସେ ମୃତ୍ୟୁଞ୍ଜୟ ହୋଇଗଲେ। ତ ଯେତେବେଳେ ଭଗବାନ ଶଙ୍କର ଉଠିଗଲେ, ମାତା ପାର୍ବତୀ ସେଠାରେ ରାଗିଗଲେ। ସେ କହିଲେ ଯେ ତମେ ଏତେ ଦେବତା ମାନେ ଥିଲ, ମୋ ସ୍ୱାମୀକୁ ମାରିଦେବା ପାଇଁ ପ୍ରୋଗ୍ରାମ କରିଥିଲ, ମୋ ସ୍ୱାମୀକୁ ଜାଣିଶୁଣି ଏ ହଳାହଳ ବିଷ ଦେଇଥିଲ, ତ ତମେ ବର୍ତ୍ତମାନ ଏ ସମସ୍ତ ହଳାହଳ ବିଷକୁ ପିଅ। ସେ ଯେତେବେଳେ ଆଞ୍ଜୁଳାରେ ଧରି ଦେବତାମାନଙ୍କ ପାଖକୁ ନେଲେ, ତ ସେତେବେଳେ ସେ ଆଞ୍ଜୁଳାରୁ 2-3 ବୁନ୍ଦା ଭୂଇଁରେ ପଡ଼ି ସେଠାରୁ କଲରା ଗଛ ଉତ୍ପନ୍ନ ହେଲା ଏବଂ ଦେବତାମାନେ କହିଲେ, ମାତା ଆମେ ତ ଶଙ୍କରଙ୍କ ଭଳି ଏ ହଳାହଳ ବିଷ ପିଇପାରିବୁ ନାହିଁ। ଏ ବିଷରୁ ଯେଉଁ ଗଛଟି ତିଆରି ହୋଇଛି କଲରା ଗଛ, ଆମେ ସେହି କଲରା ଗଛ ହିଁ ଖଣ୍ଡେ ଖଣ୍ଡେ ଖାଇଦେଉଛୁ। ସେ କଲରା ଗଛ ଖାଇଲେ ଏବଂ କୁହାଗଲା ଯେ ଭଗବାନ ନାରାୟଣ କହିଲେ ଯେ ଜାଗର ବାସି ଦିନ ଯିଏ ଏଇ କଲରାକୁ ଖାଇବ ସେ ସମସ୍ତ ଦେବତାମାନଙ୍କର ପୁଣ୍ୟତାକୁ, ସେ ସମସ୍ତ ଦେବତାଙ୍କ ପୁଣ୍ୟ ସେ ପାଇବ। ତେଣୁ ଏଇଥିପାଇଁ ଜାଗର ବାସି ଦିନ କଲରା ଖାଆନ୍ତି। ତ ପ୍ରାୟତଃ ଆମ ପୃଥିବୀର 100ରୁ 90% ଲୋକ ଏହି କଥା ଜାଣିନଥିବେ ଯେ ଜାଗର ବାସି ଦିନ କାହିଁକି କଲରା ଖାଆନ୍ତି। ଯିଏ ଏହାର ମହତ୍ତ୍ୱ ଜାଣିଥିବ ସେ ନିଶ୍ଚୟ କଲରା ଖାଇବ। ତ ଭଗବାନ ଶଙ୍କର ଯେଉଁ ବିଷ ପିଇଥିଲେ ଗରଳ, ସେଇ ବିଷରୁ ହିଁ ଏ କଲରା ଗଛଟି ଉତ୍ପନ୍ନ ହୋଇଛି। ତେଣୁ ଅଖଣ୍ଡ ଦୀପ ଜଳାଯାଏ ଜାଗରରେ ଏଇ ଦିନ। ତେଣୁ ସେହି ଦିନ ଠାରୁ ଜାଗର ଅମାବାସ୍ୟାରେ ଯିଏ ଜାଗର ଜଳାନ୍ତି, ଭଗବାନ ଶିବ ଶଙ୍କର ତାଙ୍କର ସମସ୍ତ ମନସ୍କାମନା ପୂର୍ଣ୍ଣ କରନ୍ତି ଏବଂ ତାଙ୍କୁ ଯାହା ବି ତାଙ୍କ ମନରେ ଥାଉ ନା କାହିଁକି ସବୁକିଛି ପୂରଣ କରିଥାନ୍ତି। ତ କଲରା ଏଥିପାଇଁ ଖିଆଯାଏ ଯେ ଏଇ ଜାଗର ବାସି ଦିନ ଯିଏ କଲରା ଖାଏ ସେ ସମସ୍ତ ଦେବତାମାନଙ୍କର ଆଶୀର୍ବାଦ ପାଇଥିବେ ଏବଂ ପୁଣ୍ୟ ମଧ୍ୟ ପାଇଥାଏ। ତ ଦର୍ଶକ ବନ୍ଧୁ, ଏହିଭଳି ଜାଗର ମଧ୍ୟରେ ଜାଗରର ମହିମା ଏବଂ ଜାଗରରେ ଉପବାସ କଲେ କେଉଁ କେଉଁ ନୀତି ନିୟମ ରହିବାକୁ ପଡ଼ିଲେ, କେଉଁ କେଉଁ ପୁଣ୍ୟ ସବୁ ମିଳେ, ଯଦି ଜାଣିବା ପାଇଁ ଚାହୁଁଛନ୍ତି ଆମ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରି ଭିଡ଼ିଓଟିକୁ ଗୋଟେ ଲାଇକ୍ କରିଦିଅନ୍ତୁ। ତ ଆଜି ପାଇଁ ଏତିକି। ଜୟ ଶିବ ଶଙ୍କର, ହର ହର ମହାଦେବ।